4 नंबर प्रश्न कही वाक्य गठन करने केते गुड़े शब्द देती से शब्द को लेकिन वाक्य गठन करवा। प्रथमे कही अपि अपि शब्द को लगे कि वाक्य गठन कले हेब त्वम अपि सत्यवद। तापर देछि शब्द ददाति यार वाक्य गठन कले हेब राजा दरिद्राय धनं ददाति। किंचित अहं किंचित खादिष्यामि। कदाचित कदाचित अहं पुरी गमिष्यामि। तेन तेन दुष्टबालकेन सह कलहं न कुरु। हीनः धनेन हीनः जन दरिद्रः भवति। सम्यक् मम भगिनी सम्यक् गीतं गायति। कृपया हे गुरुदेव कृपया कथां कथयतु। नोचेत् तृषा भवति नोचेत् पथिकः कथं जलं पिबति। स्वजात्या शृगालशिशुः स्वजात्याः मिलितः। 5 नंबर प्रश्न कही संधि विधान करने पाई। नित्यं युक्त एव नित्यमेव। प्रभाते युक्त अन्यत् प्रभातेन्यत्। सिंह युक्त आह सिंह आह। धर्म युक्त एषः धर्म एषः। अथ युक्त असौ अथासौ। अवश्यं युक्त एतौ अवश्यमेतौ। अन्तः युक्त विहस्य अन्तर्विहस्य। यावत् युक्त मे यावन्मे। भ्रमतः युक्त अपि भ्रमोत्तपि। बालः युक्त अयं बालोऽयम्। उक्तं युक्त च उक्तञ्च। मम युक्त अयं ममायं। मां युक्त उपहसतः मामुपहसतः। नियुक्त उत्साहतं निरुत्साहतं। त्वं युक्त उत्पन्न त्वमुत्पन्नः। सः युक्त अपि सोऽपि। 6 नंबर प्रश्न कही निम्नलिखित पदमानंकर संधि विच्छेद करने पाई। सिंहपि सिंह युक्त अपि। अन्यस्मिन्नहनि अन्यस्मिन् युक्त अहनि। त्वयानीतं त्वया युक्त आनीतं। त्रयोऽपि त्रय युक्त अपि। रविरस्तं रवि युक्त अस्तं। जीवन्तमेव जीवन्तं युक्त एव। त्वमेनं त्वं युक्त एनं। नैव न युक्त एव। द्वावपि द्वौ युक्त अपि। तावतेन तावत् युक्त तेन। तन्न तत् युक्त न। पित्रोरग्रतः पित्रो युक्त अग्रतः। मैवं मा युक्त एवं। तदाकर्ण्य तत् युक्त आकर्ण्य। गजस्तत्र गजः युक्त तत्र। एवमुक्त्वा एवं युक्त उक्त्वा। तावपि तौ युक्त अपि। दूरतोऽपि दूरतः युक्त अपि। तन्मया तत् युक्त मया। सुरोऽसि सुरः युक्त
ଅଶୀ ସୈନ୍ୟର ଶହେ 7 ନମ୍ବର ପ୍ରଶ୍ନ କହିଛି ବନ୍ଦନୀ ମଧ୍ୟରୁ ବିଗ୍ରହ ବାକ୍ୟ ବା ସମସ୍ତ ପଦ ବା ସମାସ ନାମ ବାଛି ଶୁଦ୍ଧ ଉତ୍ତର ଲେଖିବା ପାଇଁ। କ ନମ୍ବର ପ୍ରଶ୍ନ କହିଛି ପୁତ୍ରଦ୍ୱୟମ୍, ଏହାର ଉତ୍ତର ହେବ ପୁତ୍ରୋୟୋ ଦ୍ୱୟମ୍। ଖ ନମ୍ବର ପ୍ରଶ୍ନ କହିଛି ଶୃଗାଲ୍ୟାଃ ଶିଶୁଃ, ଶୃଗାଳ ଶିଶୁ, ଏହାର ଉତ୍ତର ହେବ। ଗ ନମ୍ବର ପ୍ରଶ୍ନ ଦମ୍ପତି, ଏହାର ଉତ୍ତର ହେବ ଦ୍ୱନ୍ଦ୍ୱ, ଦ୍ୱନ୍ଦ୍ୱ। ଘ ନମ୍ବର ପ୍ରଶ୍ନ ପ୍ରାଣତ୍ୟାଗେ, ଏହାର ଉତ୍ତର ହେବ ପ୍ରାଣାନାଂ ତ୍ୟାଗଃ ତସ୍ମିନ୍। ଗ ନମ୍ବର ପ୍ରଶ୍ନ ମାତା ଚ ପିତା ଚ ତୟୋ, ଏହାର ଉତ୍ତର ହେବ ପିତୃଃ। ଚ ନମ୍ବର ପ୍ରଶ୍ନ ମତ୍ ପୁତ୍ରୋ, ଏହାର ଉତ୍ତର ମମ ପୁତ୍ରୋ। ଛ ନମ୍ବର ପ୍ରଶ୍ନ କୋପେନ ଆବିଷ୍ଟ, କୋପାବିଷ୍ଟ। ଜ ନମ୍ବର ପ୍ରଶ୍ନ ମୃତ୍ୟୁ ପଥମ୍, ଏହାର ଉତ୍ତର ଷଷ୍ଠୀ ତତ୍ପୁରୁଷଃ। ଛ ନମ୍ବର ପ୍ରଶ୍ନ ଅକୃତ୍ୟମ୍, ଏହାର ଉତ୍ତର ନ କୃତ୍ୟମ୍। ୟ ନମ୍ବର ପ୍ରଶ୍ନ ବିଦ୍ୟାୟାଃ ଅଭ୍ୟାସଃ ତେନ, ଏହାର ଉତ୍ତର ବିଦ୍ୟାଭ୍ୟାସେନ। ଟ ନମ୍ବର ପ୍ରଶ୍ନ ପ୍ରସ୍ଫୁରିତଃ ଅଧରଃ ଯସ୍ୟ ସଃ, ଏହାର ଉତ୍ତର ବହୁବ୍ରୀହି। 8 ନମ୍ବର ପ୍ରଶ୍ନ କହିଛି ବନ୍ଦନୀ ମଧ୍ୟରୁ ଶୁଦ୍ଧ ପ୍ରକୃତିଗତ କିମ୍ବା ପ୍ରତ୍ୟୟଗତ ଉତ୍ତର ବାଛିକି ଶୂନ୍ୟସ୍ଥାନ ପୂରଣ କରିବା। କ ନମ୍ବର ପ୍ରଶ୍ନ କହିଛି ଭ୍ରମତଃ, ଭ୍ରମ ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ଶତ୍ରୁ। ଖ ନମ୍ବର ପ୍ରଶ୍ନ କହିଛି ପ୍ରାପ୍ତଃ, ପ୍ର ଯୁକ୍ତ ଆପ୍ ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ତ। ଗ ନମ୍ବର ପ୍ରଶ୍ନ କୃତ୍ୱା ଡ୍ୟାସ୍ ଯୁକ୍ତ ତ୍ୱା, ଏହାର ଉତ୍ତର ହେବ କ୍ରୁ। ଘ ନମ୍ବର ପ୍ରଶ୍ନ ଅଭିହିତମ୍, ଅଭି ଯୁକ୍ତ ଡ୍ୟାସ୍ ଯୁକ୍ତ ତ, ଏହାର ଉତ୍ତର ହେବ ଧା। ନ ନମ୍ବର ପ୍ରଶ୍ନ ଆନିତମ୍, ଆ ଯୁକ୍ତ ନି ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ତ। ଚ ନମ୍ବର ଭୋଜନମ୍ ଡ୍ୟାସ୍ ଯୁକ୍ତ ଲ୍ୟୁଟ୍, ଏହାର ଉତ୍ତର ଭୁଜ୍। ଛ ନମ୍ବର ପ୍ରଶ୍ନ ମତ୍ୱା ଡ୍ୟାସ୍ ଯୁକ୍ତ ତ୍ୱା, ଏହାର ଉତ୍ତର ହେବ ମନ୍। ଜ ନମ୍ବର ପ୍ରଶ୍ନ ତ୍ୟାଗଃ ତ୍ୟଜ୍ ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ଘଞ୍ଚ। ଝ ନମ୍ବର ପ୍ରଶ୍ନ ହୀନଃ ଡ୍ୟାସ୍ ଯୁକ୍ତ କ୍ତ, ଏହାର ଉତ୍ତର ହେବ ହା। ନ୍ୟ ନମ୍ବର ପ୍ରଶ୍ନ ନଷ୍ଟଃ ଡ୍ୟାସ୍ ଯୁକ୍ତ ତ, ଏହାର ଉତ୍ତର ହେବ ନସ୍। ଟ ନମ୍ବର ପ୍ରଶ୍ନ ଉତ୍ପନ୍ନଃ ଉତ୍ ଯୁକ୍ତ ପଦ୍ ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ତ। ଟ ନମ୍ବର ପ୍ରଶ୍ନ ହତଃ ଡ୍ୟାସ୍ ଯୁକ୍ତ ତ, ଏହାର ଉତ୍ତର ହେବ ହନ୍। ଡ ନମ୍ବର ପ୍ରଶ୍ନ ଅପସୃତ୍ୟ ଅପ୍ ଯୁକ୍ତ ଶ୍ରୁ ଯୁକ୍ତ ଡ୍ୟାସ୍, ଏହାର ଉତ୍ତର ହେବ ଲ୍ୟପ୍। 9 ନମ୍ବର ପ୍ରଶ୍ନ କହିଛି ସ୍ତ୍ରୀ ପ୍ରତ୍ୟୟ ରୂପ ଲେଖିବା ପାଇଁ। କେତେ ଗୁଡ଼ିଏ ଶବ୍ଦ ଦେଇଛି, ତାହାର ସ୍ତ୍ରୀ ପ୍ରତ୍ୟୟ ରୂପ। ସିଂହ, ସିଂହର ସ୍ତ୍ରୀ ପ୍ରତ୍ୟୟ ରୂପ ହେବ ସିଂହୀ।
ସେହିପରି ହତର ହତା, ଶୃଗାଳର ଶୃଗାଳୀ, ତୃତୀୟର ତୃତୀୟା, ପୁତ୍ରର ପୁତ୍ରୀ, ଇକ୍ଷତ୍ର ଇଚ୍ଛନ୍ତି, ମୃଗର ମୃଗୀ।